ଇ ପାୱାର ବୁଷ୍ଟର ଚ୍ୟାନେଲରେ ସ୍ୱାଗତ। ଏଠାରେ ଆମେ ହ୍ୟାଭ୍ ଏବଂ ହ୍ୟାଡ୍ର ବ୍ୟବହାର ଶିଖିବା। ମନେ ରଖନ୍ତୁ, ହ୍ୟାଭ୍ ଅର୍ଥ ଅଛି, ହ୍ୟାଡ୍ ଅର୍ଥ ଥିଲା। ହାଉ ମେନି ଅର୍ଥ କେତୋଟି। ହ୍ୟାଭ୍ ଭାର୍କୁ ନେଇ କେତେ ଗୁଡ଼ିଏ ବାକ୍ୟ ଶିଖିବା। ମନେ ରଖନ୍ତୁ, ମୋର ଅଛି, ଆଇ ହ୍ୟାଭ୍। ଆମ୍ଭମାନଙ୍କର ଅଛି, ୱି ହ୍ୟାଭ୍। ତୁମର ଅଛି, ୟୁ ହ୍ୟାଭ୍। ତୁମ୍ଭମାନଙ୍କର ଅଛି, ୟୁ ହ୍ୟାଭ୍। ତାର ଅଛି, ହି ହ୍ୟାଜ୍। ସେମାନଙ୍କର ଅଛି, ଦେ ହ୍ୟାଭ୍। ଜୁଲିର ଅଛି, ଜୁଲି ହ୍ୟାଜ୍। ରାଜୁର ଅଛି, ରାଜୁ ହ୍ୟାଜ୍। ବିରାଡ଼ିର ଅଛି, କ୍ୟାଟ୍ ହ୍ୟାଜ୍। ତାର ବା ସେ ଝିଅର ଅଛି, ସି ହ୍ୟାଜ୍। ଏହାର ଅଛି, ଇଟ୍ ହ୍ୟାଜ୍। ବିରାଡ଼ି ଗୁଡ଼ିକର ଅଛି, କ୍ୟାଟ୍ସ ହ୍ୟାଭ୍। ହାତୀମାନଙ୍କର ଅଛି, ଏଲିଫ୍ୟାଣ୍ଟସ୍ ହ୍ୟାଭ୍। ପକ୍ଷୀମାନଙ୍କର ଅଛି, ବାର୍ଡ଼ସ୍ ହ୍ୟାଭ୍। ବହୁବଚନ ୱାର୍ଡ ଗୁଡ଼ିକ ସହିତ ହ୍ୟାଭ୍ର ବ୍ୟବହାର କରାଯାଇଥାଏ। ମାଙ୍କଡ଼ର ହାତ ଅଛି, ଦ ମଙ୍କି ହ୍ୟାଜ୍ ହ୍ୟାଣ୍ଡ। ହରିଣମାନଙ୍କର ଦୁଇଟି ଶିଙ୍ଘ ଅଛି, ଦ ଡିଅର୍ସ ହ୍ୟାଭ୍ ଟୁ ହର୍ନସ୍। ହାତୀର ଦାନ୍ତ ଅଛି, ଦ ଏଲିଫ୍ୟାଣ୍ଟ ହ୍ୟାଜ୍ ଟୁଥ୍। ତୁମର ଭାଇ ଅଛି, ୟୁ ହ୍ୟାଭ୍ ବ୍ରଦର। ମୋର ଗୋଟିଏ କଲମ ଅଛି, ଆଇ ହ୍ୟାଭ୍ ଏ ପେନ୍। ତୁମର ଗୋଟିଏ ଠେକୁଆ ଅଛି, ୟୁ ହ୍ୟାଭ୍ ଏ ରେବିଟ୍। ତାର ବା ସେ ଝିଅର ବହୁତ ବହି ଅଛି, ସି ହ୍ୟାଜ୍ ମେନି ବୁକ୍ସ। ସେମାନଙ୍କର କିଛି ଜମି ଅଛି, ଦେ ହ୍ୟାଭ୍ ସମ୍ ଲ୍ୟାଣ୍ଡସ୍। ହ୍ୟାଭ୍ ଭାର୍ ସହିତ ନଟ୍ ଏବଂ ନୋର ବ୍ୟବହାର କରିବା। ମୋର ନାହିଁ, ଆଇ ହ୍ୟାଭ୍ ନଟ୍। ଆମ୍ଭମାନଙ୍କର ନାହିଁ, ୱି ହ୍ୟାଭ୍ ନଟ୍। ତୁମର ନାହିଁ, ୟୁ ହ୍ୟାଭ୍ ନଟ୍। ତୁମ୍ଭମାନଙ୍କର ନାହିଁ, ୟୁ ହ୍ୟାଭ୍ ନଟ୍। ତାର ନାହିଁ, ହି ହ୍ୟାଜ୍ ନଟ୍। ସେମାନଙ୍କର ନାହିଁ, ଦେ ହ୍ୟାଭ୍ ନଟ୍। ତାର ବା ସେ ଝିଅର ନାହିଁ, ସି ହ୍ୟାଜ୍ ନଟ୍। ଏହାର ନାହିଁ, ଇଟ୍ ହ୍ୟାଜ୍ ନଟ୍। ଏହି ବାକ୍ୟଗୁଡ଼ିକ ସହିତ ଅବଜେକ୍ଟର ବ୍ୟବହାର କଲେ ନଟ୍ ସ୍ଥାନରେ ନୋର ବ୍ୟବହାର ହେବ। ମୋର ବହି ନାହିଁ, ଆଇ ହ୍ୟାଭ୍ ନୋ ବୁକ୍। ତୁମର କଲମ ନାହିଁ, ୟୁ ହ୍ୟାଭ୍ ନୋ ପେନ୍। ପକ୍ଷୀଗୁଡ଼ିକର ଡେଣା ନାହିଁ, ଦ ବାର୍ଡ଼ସ୍ ହ୍ୟାଭ୍ ନୋ ୱିଙ୍ଗସ୍। ତାର ବଗିଚା ନାହିଁ, ହି ହ୍ୟାଜ୍ ନୋ ଗାର୍ଡେନ୍। ସେମାନଙ୍କର ଶିକ୍ଷକ ନାହାନ୍ତି, ଦେ ହ୍ୟାଭ୍ ନୋ ଟିଚର୍ସ। ମୋର ଟୋପି ନାହିଁ, ଆଇ ହ୍ୟାଭ୍ ନୋ ହ୍ୟାଟ୍। ତୁମର ଭଉଣୀ ନାହିଁ, ୟୁ ହ୍ୟାଭ୍ ନୋ ସିଷ୍ଟର। ମୋ ଘରର ଝରକା ନାହିଁ, ମାଇ ହାଉସ୍ ହ୍ୟାଜ୍ ନୋ ୱିଣ୍ଡୋ। ଘୋଡ଼ାର ଶିଙ୍ଘ ନାହିଁ, ଦ ହର୍ସ ହ୍ୟାଜ୍ ନୋ ହର୍ନସ୍। ହ୍ୟାଭ୍ ଭାର୍କୁ ନେଇ ପ୍ରଶ୍ନବାଚକ ବାକ୍ୟ ଶିଖିବା। ମୋର ଅଛି କି, ହ୍ୟାଭ୍ ଆଇ। ଆମ୍ଭମାନଙ୍କର ଅଛି କି, ହ୍ୟାଭ୍ ୱି। ତୁମର ଅଛି କି, ହ୍ୟାଭ୍ ୟୁ। ତୁମ୍ଭମାନଙ୍କର ଅଛି କି, ହ୍ୟାଭ୍ ୟୁ। ତାର ଅଛି କି, ହ୍ୟାଜ୍ ହି। ସେମାନଙ୍କର ଅଛି କି, ହ୍ୟାଭ୍ ଦେ। ତାର ବା ସେ ଝିଅର ଅଛି କି, ହ୍ୟାଜ୍ ସି। ଏହାର ଅଛି କି, ହ୍ୟାଜ୍ ଇଟ୍। ତାର କଲମ ଅଛି କି, ହ୍ୟାଜ୍ ହି ପେନ୍। ନା, ତାର କଲମ ନାହିଁ, ନୋ, ହି ହ୍ୟାଜ୍ ନୋ ପେନ୍। ତୁମର କେତୋଟି ଆଖି ଅଛି, ହାଉ ମେନି ଆଇଜ୍ ହ୍ୟାଭ୍ ୟୁ। ତୁମର ଦୁଇଟି ଆଖି ଅଛି, ୟୁ ହ୍ୟାଭ୍ ଟୁ ଆଇଜ୍। ଛାତ୍ରମାନଙ୍କ ବହି ଅଛି କି, ହ୍ୟାଭ୍ ଦ ଷ୍ଟୁଡେଣ୍ଟସ୍ ବୁକ୍ସ।
ହଁ ଛାତ୍ରମାନଙ୍କର ବହି ଅଛି। ୟେସ୍ ଦ ଷ୍ଟୁଡେଣ୍ଟସ୍ ହ୍ୟାଭ୍ ବୁକ୍ସ। ଲିଲିର ଗୋଟିଏ ଭଉଣୀ ଅଛି କି? ହ୍ୟାଜ୍ ଲିଲି ଏ ସିଷ୍ଟର? ନା ତାର ନାହିଁ। ନୋ ସି ହ୍ୟାଜ୍ ନଟ୍। ହାତୀର କେତୋଟି ଗୋଡ଼ ଅଛି? ହାଉ ମେନି ଲେଗ୍ସ ହ୍ୟାଜ୍ ଆନ୍ ଏଲିଫେଣ୍ଟ? ହାତୀର 4ଟି ଗୋଡ଼ ଅଛି। ଦ ଏଲିଫେଣ୍ଟ ହ୍ୟାଜ୍ 4 ଲେଗ୍ସ। ବର୍ତ୍ତମାନ ହେଡ୍ ଭାର୍ବକୁ ବ୍ୟବହାର କରି ବାକ୍ୟ ଶିଖିବା। ହ୍ୟାଭ୍ର ପାଷ୍ଟ ଟେନ୍ସ ହେଉଛି ହ୍ୟାଡ୍। ମୋର ଥିଲା ଆଇ ହ୍ୟାଡ୍। ଆମ୍ଭମାନଙ୍କର ଥିଲା ୱି ହ୍ୟାଡ୍। ତୁମର ଥିଲା ୟୁ ହ୍ୟାଡ୍। ତୁମ୍ଭମାନଙ୍କର ଥିଲା ୟୁ ହ୍ୟାଡ୍। ତାର ଥିଲା ହି ହ୍ୟାଡ୍। ସେମାନଙ୍କର ଥିଲା ଦେ ହ୍ୟାଡ୍। ଜୁଲିର ଥିଲା ଜୁଲି ହ୍ୟାଡ୍। ରାଜୁର ଥିଲା ରାଜୁ ହ୍ୟାଡ୍। ବିରାଡ଼ିର ଥିଲା କ୍ୟାଟ୍ ହ୍ୟାଡ୍। ତାର ବା ସେ ଝିଅର ଥିଲା ସି ହ୍ୟାଡ୍। ଏହାର ଥିଲା ଇଟ୍ ହ୍ୟାଡ୍। ବିରାଡ଼ି ଗୁଡ଼ିକର ଥିଲା କ୍ୟାଟ୍ସ ହ୍ୟାଡ୍। ହାତୀମାନଙ୍କର ଥିଲା ଏଲିଫେଣ୍ଟସ୍ ହ୍ୟାଡ୍। ପକ୍ଷୀମାନଙ୍କର ଥିଲା ବାର୍ଡ଼ସ୍ ହ୍ୟାଡ୍। ଏଠାରେ ସମସ୍ତ ସ୍ଥାନରେ ହ୍ୟାଡ୍ର ବ୍ୟବହାର ହୋଇଛି। ମୋର ଘୋଡ଼ା ଥିଲା ଆଇ ହ୍ୟାଡ୍ ହର୍ସ। ତୁମ୍ଭମାନଙ୍କର ବଳଦ ଥିଲା ୟୁ ହ୍ୟାଡ୍ ବୁଲକ୍ସ। ସେମାନଙ୍କର ବହି ଥିଲା ଦେ ହ୍ୟାଡ୍ ବୁକ୍ସ। ତାର 2ଟି କଲମ ଥିଲା ହି ହ୍ୟାଡ୍ 2 ପେନ୍ସ। ସେମାନଙ୍କର ଗୋଟିଏ ଘର ଥିଲା ଦେ ହ୍ୟାଡ୍ ଏ ହାଉସ୍। ମୋ ଘରେ 3ଟି ଝରକା ଥିଲା ମାଇ ହାଉସ୍ ହ୍ୟାଡ୍ 3 ୱିଣ୍ଡୋଜ୍। ଏହି ଗଛର ଫଳ ଥିଲା ଦିସ୍ ପ୍ଲାଣ୍ଟ ହ୍ୟାଡ୍ ଫ୍ରୁଇଟ୍ସ। ମୋର 2ଟି ସାଙ୍ଗ ଥିଲେ ଆଇ ହ୍ୟାଡ୍ 2 ଫ୍ରେଣ୍ଡସ୍। ସେ ଝିଅର ଗୋଟିଏ ଟୋପି ଥିଲା ସି ହ୍ୟାଡ୍ ଏ କ୍ୟାପ୍। ହେଡ୍ ଭାର୍ବ ସହିତ ନଟ୍ ଏବଂ ନୋର ବ୍ୟବହାର କରିବା। ମୋର ନଥିଲା ଆଇ ହ୍ୟାଡ୍ ନଟ୍। ଆମ୍ଭମାନଙ୍କର ନଥିଲା ୱି ହ୍ୟାଡ୍ ନଟ୍। ତୁମର ନଥିଲା ୟୁ ହ୍ୟାଡ୍ ନଟ୍। ତୁମ୍ଭମାନଙ୍କର ନଥିଲା ୟୁ ହ୍ୟାଡ୍ ନଟ୍। ତାର ନଥିଲା ହି ହ୍ୟାଡ୍ ନଟ୍। ସେମାନଙ୍କର ନଥିଲା ଦେ ହ୍ୟାଡ୍ ନଟ୍। ତାର ବା ସେ ଝିଅର ନଥିଲା ସି ହ୍ୟାଡ୍ ନଟ୍। ଏହାର ନଥିଲା ଇଟ୍ ହ୍ୟାଡ୍ ନଟ୍। ଏହି ବାକ୍ୟଗୁଡ଼ିକ ସହିତ ଅବଜେକ୍ଟର ବ୍ୟବହାର କଲେ ନଟ୍ ସ୍ଥାନରେ ନୋର ବ୍ୟବହାର ହେବ। ତାର କଲମ ନଥିଲା ହି ହ୍ୟାଡ୍ ନୋ ପେନ୍। ତୁମର ବଗିଚା ନଥିଲା ୟୁ ହ୍ୟାଡ୍ ନୋ ଗାର୍ଡେନ୍। ମୋର ଘର ନଥିଲା ଆଇ ହ୍ୟାଡ୍ ନୋ ହାଉସ୍। ଛାତ୍ରମାନଙ୍କ ବହି ନଥିଲା ଦ ଷ୍ଟୁଡେଣ୍ଟସ୍ ହ୍ୟାଡ୍ ନୋ ବୁକ୍ସ। ସୀତାର ଝିଅ ନଥିଲା ସୀତା ହ୍ୟାଡ୍ ନୋ ଡଟର। ଗଛର ଫୁଲ ନଥିଲା ଟ୍ରି ହ୍ୟାଡ୍ ନୋ ଫ୍ଲାୱାର୍ସ। ମୋର ସାଙ୍ଗ ନଥିଲା ଆଇ ହ୍ୟାଡ୍ ନୋ ଫ୍ରେଣ୍ଡସ୍। ସେମାନଙ୍କର ଶିକ୍ଷକ ନଥିଲା ଦେ ହ୍ୟାଡ୍ ନୋ ଟିଚର୍ସ। ରାଜାର ପୁଅ ନଥିଲା କିଙ୍ଗ ହ୍ୟାଡ୍ ନୋ ସନ୍। ହେଡ୍ ଭାର୍ବକୁ ନେଇ ପ୍ରଶ୍ନବାଚକ ବାକ୍ୟ ଶିଖିବା। ତୁମର ବ୍ୟାଗ୍ ଥିଲା କି? ହ୍ୟାଡ୍ ୟୁ ବ୍ୟାଗ୍? ସେମାନଙ୍କର ଶିକ୍ଷକ ଥିଲା କି? ହ୍ୟାଡ୍ ଦେ ଟିଚର୍ସ? ତାର ଗୋଟିଏ କୁକୁର ଥିଲା କି? ହ୍ୟାଡ୍ ହି ଏ ଡଗ୍? ନା ତାର ନଥିଲା ନୋ ହି ହ୍ୟାଡ୍ ନଟ୍। ସୀତାର 2ଟି ଫୁଲ ଥିଲା କି? ହ୍ୟାଡ୍ ସୀତା 2 ଫ୍ଲାୱାର୍ସ? ଏହି ଘରର ଝରକା ଥିଲା କି? ହ୍ୟାଡ୍ ଦିସ୍ ହାଉସ୍ ୱିଣ୍ଡୋଜ୍? ଏହି ଘରର
ତିନୋଟି ଝରକା ଥିଲା। This house had 3 windows. ରାଜାର ଗୋଟିଏ ଝିଅ ଥିଲା କି? Had the king a daughter? ଏହାର ରଙ୍ଗ ଥିଲା କି? Had it color? ତୁମ ପାଇଁ କାମ। ଏଠାରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ଇଂରାଜୀରେ କହିବାକୁ ଚେଷ୍ଟା କରନ୍ତୁ। ଆସନ୍ତୁ ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ଥ୍ୟାଙ୍କ ୟୁ।